ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026। ଶ୍ରେଣୀ ହେଉଛି ଷଷ୍ଠ, ବିଷୟ ହେଉଛି ଭାଷା ଓଡ଼ିଆ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଏଇଠି ଲେଖିବ ରୋଲ ନମ୍ବର, ଏଇଠି ଲେଖିବ ବିଭାଗ, ଏଇଠି ଲେଖିବ ତାରିଖ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ସମ୍ପୂର୍ଣ୍ଣ ବିଦ୍ୟାଳୟର ନାମ, ଏଇଠି ଲେଖିବ ବ୍ଲକ, ତୁମର ବ୍ଲକର ନାମ। ସମୟ ପିଲାମାନେ ଏଇ ତୁମର ପରୀକ୍ଷାଟି ହେଉଛି ସମୟ 2 ଘଣ୍ଟା। ପୃଷ୍ଠା ସଂଖ୍ୟା ଅଛି 8, ପ୍ରଶ୍ନ ସଂଖ୍ୟା ହେଉଛି 34 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 50 ମାର୍କ। ଠିକ୍ ଅଛି। ତାପରେ ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ପ୍ରଥମ ପ୍ରଶ୍ନ ସୂଚନା ଅଛି। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାର୍ଶ୍ୱରେ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନ ତଳେ ବା ନିକଟରେ ଥିବା ଖାଲି ସ୍ଥାନରେ ଉତ୍ତର ଲେଖିବ। ତଳ ଅନୁଚ୍ଛେଦକୁ ପଢ଼ି 1ରୁ 6 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବ। ତେଣୁ ଏଇଠି ଗୋଟେ ଅନୁଚ୍ଛେଦ ଦିଆଯାଇଛି, ତାକୁ ତୁମେ ପଢ଼ିବ ଏବଂ ତଳ ଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବ। ଠିକ୍ ଅଛି। ଆମେ ସିଧାସଳଖ ପ୍ରଶ୍ନ ଉତ୍ତର ପାଖକୁ ଯିବା। କେଉଁ ସବୁ ପ୍ରଶ୍ନ ଅଛି। ଠିକ୍ ଅଛି। ଗଛ ଆମକୁ କେଉଁ ଗ୍ୟାସ୍ ଦେଇଥାଏ? ଏଇଠି ଅପସନ୍ ଅଛି ଅମ୍ଳଜାନ, ଅଙ୍ଗାରକାମ୍ଳ, ଉଦ୍ଯାନ, ଯବକ୍ଷାରଜାନ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଅମ୍ଳଜାନ। କ ନମ୍ବର ହେଉଛି ସଠିକ୍ ଉତ୍ତର। ଏଇଠି ପାସ୍ ଚିହ୍ନ ଦେବ। ଠିକ୍ ଅଛି। ତାପରେ 2 ନମ୍ବର ପଶୁପକ୍ଷୀମାନେ କେଉଁଠାରେ ବାସ କରନ୍ତି? କେଉଁଠାରେ ବାସ କରନ୍ତି? ଏଠାରେ ଅପସନ୍ ଅଛି ମାଟିରେ, ଜଳରେ, ଗଛରେ, ଆକାଶରେ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଗଛରେ। ଗ ନମ୍ବର ସଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଗଛ ଆମର କି ଉପକାର କରେ? 2ଟି ବାକ୍ୟରେ ଲେଖ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଆମେ ଗଛର ସୁରକ୍ଷା କାହିଁକି କରିବା? ପିଲାମାନେ ଏହାର ମଧ୍ୟ ସମ୍ପୂର୍ଣ୍ଣ ଉତ୍ତର ମୁଁ ସ୍କ୍ରିନ୍ରେ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଗଛର 2ଟି ପ୍ରତିଶବ୍ଦ ଲେଖ ପିଲାମାନେ। ଗଛର 2ଟି ପ୍ରତିଶବ୍ଦ ତୁମେ ଲେଖିବ ବୃକ୍ଷ, ଏଇଠି ଲେଖିବ ତରୁ। ଠିକ୍ ଅଛି। କିମ୍ବା ତୁମେ ଲେଖିପାରିବ ପାଦପ। ଠିକ୍ ଅଛି। କେବଳ 2ଟି ଲେଖିବାକୁ କହିଛି, 2ଟି ଲେଖିବ। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଲୋକମାନେ ଆବଶ୍ୟକ ନଥାଏ ଗଛ କାଟୁଛନ୍ତି। ବାକ୍ୟର ଅର୍ଥ ନ ବଦଳାଇ ରେଖାଙ୍କିତ ପଦ ବଦଳରେ ଅନ୍ୟ ପଦ ଲେଖ। ପିଲାମାନେ ଏଇ ରେଖାଙ୍କିତ ପଦଟି ଅଛି, ତାହାକୁ ଆମେ ପରିବର୍ତ୍ତନ କରିବା ଏବଂ ସେଇ ବାକ୍ୟଟି ଲେଖିବା। ଠିକ୍ ଅଛି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ସ୍କ୍ରିନ୍ରେ ମୁଁ ଦେଇଛି, ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ତଳ କବିତାର ପଦଗୁଡ଼ିକୁ ପଢ଼ି 7ରୁ 11 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଦିଅ। ସୁନ୍ଦର ମୋ ଭାରତ ଭୂଇଁ, ପବିତ୍ର ତାର ମାଟି, ନଦୀ ପର୍ବତ ହରିତ ବନ, ସାଗର ଯାଏ ଲୋଟି। ଶ୍ରମିକ କୃଷକ ସୈନିକ ଭାଇ ସମସ୍ତେ ମିଶି ଦେଶ ଗଢ଼ନ୍ତି। ପରିଶ୍ରମ ଏକତା ଶାନ୍ତିରେ ଭାରତ ମାଆର ମାନ ରଖନ୍ତି। ସତ୍ୟ ପଥେ ଚାଲିବା ଆମେ କର୍ତ୍ତବ୍ୟ ନିଜ କରି, ଦେଶ ସେବା ପାଇଁ ଦେବା ଜୀବନ, ରଖିବା ଏହାର ସିରି। ଅତି ସୁନ୍ଦର ପିଲାମାନେ। ଏବେ ଏହାର ପ୍ରଶ୍ନ ଉତ୍ତର ପାଖକୁ ଯିବା। କେଉଁ ସବୁ ପ୍ରଶ୍ନ ଅଛି। କେଉଁ ମାଟିକୁ ଏଠାରେ ପବିତ୍ର ବୋଲି କୁହାଯାଇଛି? ଏଠାରେ ସଠିକ୍ ଉତ୍ତରଟି ହେଉଛି ଭାରତ। ଖ ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି। 8 ନମ୍ବର କେଉଁମାନେ ମିଶି ଦେଶ ଗଢ଼ିବେ ବୋଲି କବିତାରେ କୁହାଯାଇଛି? କେଉଁମାନେ? ଏଠାରେ ସଠିକ୍ ଉତ୍ତରଟି ହେଉଛି କୃଷକ, ଶ୍ରମିକ, ସୈନିକ। ଠିକ୍ ଅଛି। ଗ ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ଭାରତ ମାଟିର ମାନ ରଖିବା ପାଇଁ କ'ଣ କରିବା? କ'ଣ କରିବା? ଏଠାରେ ସଠିକ୍ ଉତ୍ତରଟି ହେଉଛି ଗ ନମ୍ବର। ଉଭୟ କ ଓ ଖ, ପରିଶ୍ରମ କରିବା ଏବଂ ଏକତା ଓ ଶାନ୍ତି ବଜାୟ ରଖିବା। ସେଥିପାଇଁ ଏଠାରେ ଗ ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କବି ଏଠାରେ କେଉଁ ପଥରେ ଚାଲିବା ପାଇଁ କହିଛନ୍ତି? ଅତି ସୁନ୍ଦର। ଏଠାରେ ସଠିକ୍ ଉତ୍ତରଟି ହେଉଛି କ ନମ୍ବର, ସତ୍ୟ ପଥ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଦେଶର ମାନ ରକ୍ଷା କରିବା ପାଇଁ ଆମେ କ'ଣ କରିବା ଉଚିତ? 2ଟି ଧାଡ଼ିରେ ଲେଖିବାକୁ କହିଛି। ଠିକ୍ ଅଛି ପିଲାମାନେ। ଏହାର ସଠିକ୍ ଉତ୍ତରଟି ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତଳ ପଦଟିକୁ ପଢ଼ି ନିଜ ଭାଷାରେ ବୁଝାଇ ଲେଖ। ବାକ୍ୟହୀନ ନିଃସ୍ୱମୋହି ଭରସାହୀନ ଚିର, ସକଳ ଚାପ ନେବରେ ସହି ଦକ୍ଷ ଏ ମୋର ଶିର। ଠିକ୍ ଅଛି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ ଲେଖିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ତଳ ଅନୁଚ୍ଛେଦକୁ ପଢ଼ି ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ 13ରୁ 16 ପର୍ଯ୍ୟନ୍ତ। ପିଲାମାନେ ଏଠି ଗୋଟିଏ ଅନୁଚ୍ଛେଦ ଦିଆଯାଇଛି, ତାକୁ ପଢ଼ିବ ଏବଂ ତଳ ଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବ। ଠିକ୍ ଅଛି। ଆମେ ସିଧାସଳଖ ପ୍ରଶ୍ନ ଉତ୍ତର ପାଖକୁ ଯିବା।
କ'ଣ ଅଛି? ସ୍ୱାମୀଜୀ କିଏ? ସ୍ୱାମୀଜୀ କିଏ? ଏଠାରେ ସଠିକ୍ ଉତ୍ତରଟି ହେଉଛି ସ୍ୱାମୀ ବିବେକାନନ୍ଦ। ତୁମେ ଏଠି ଲେଖିବ ସ୍ୱାମୀ ବିବେକାନନ୍ଦ ହେଉଛନ୍ତି ସ୍ୱାମୀଜୀ। ତାପରେ ପରବର୍ତ୍ତୀ ପ୍ରଶ୍ନ, ସ୍ୱାମୀଜୀ କେଉଁ ଅନୁଷ୍ଠାନ ଗଠନ କରିଥିଲେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ମୁଁ ଏହାର ସଠିକ୍ ଉତ୍ତରଟି ଦେଇଛି ସ୍କ୍ରିନ୍ରେ, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସେହି ଅନୁଷ୍ଠାନର ବାର୍ତ୍ତା କ'ଣ ଥିଲା? ସେହି ଅନୁଷ୍ଠାନର ବାର୍ତ୍ତା କ'ଣ ଥିଲା? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ ଲେଖିବ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ମାର୍ଗାରେଟ୍ ନୋବେଲ୍ ନାମରେ ଜଣେ ମହିଳା ତାଙ୍କର ପ୍ରିୟ ଶିଷ୍ୟ ଥିଲେ। ଏହି ଉକ୍ତିକୁ ନେଇ ଏକ ପ୍ରଶ୍ନ ତିଆରି କର। ଏହି ଉକ୍ତିକୁ ନେଇ ଗୋଟିଏ ପ୍ରଶ୍ନ ତିଆରି କରିବ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଯେପରି ସମ୍ପ୍ରସାରଣରୁ ସମ୍ପ୍ରସାରିତ, ସେହିପରି ନିର୍ମାଣରୁ କ'ଣ ହେବ? ନିର୍ମିତ। ତୁମେ ଏଠି ଲେଖିବ ନିର୍ମିତ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଶ୍ୟାମଳ ଅରଣ୍ୟରେ ବିଶେଷଣ ପଦଟି କ'ଣ ହେବ? ଏଠାରେ ବିଶେଷଣ ପଦଟି ହେଉଛି ଶ୍ୟାମଳ। ଶ୍ୟାମଳ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି? ଖେଳ ସହିତ ଆଳି ଲାଗିଲେ ଯେପରି ଖେଳାଳି ହୁଏ, ଠିକ୍ ସେହିପରି ପଢ଼ ସହିତ ଆଳି ଲାଗିଲେ କ'ଣ ହେବ? ପଢ଼ାଳି। ଠିକ୍ ଅଛି। ପଢ଼ାଳି ହେବ। ପରବର୍ତ୍ତୀ ପ୍ରଶ୍ନ, ତଳ ଶବ୍ଦ ଗୁଡ଼ିକ ଅଲଗା ଶବ୍ଦ ବାଛି ଲେଖ। ପ୍ରଶ୍ନ 20ରୁ 21। ଠିକ୍ ଅଛି। ଧରା, ଧରିତ୍ରୀ, ଭୂ, ରଜନୀ। ଏଠାରେ ଅଲଗା ଶବ୍ଦଟି ହେଉଛି ରଜନୀ, ଏହାକୁ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସଙ୍ଗାତୁଣୀ, ମାଲୁଣୀ, ବାଘୁଣୀ, ସମୁଦୁଣୀ। ଏଠାରେ ଅଲଗା ଶବ୍ଦଟି ଅଛି ବାଘୁଣୀ। ଠିକ୍ ଅଛି। ଏହି ବାଘୁଣୀକୁ ତୁମେ ଏଠାରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ତଳ ଶବ୍ଦ ଗୁଡ଼ିକର ବିପରୀତ ଶବ୍ଦ ଅର୍ଥ ଲେଖିବ। ଠିକ୍ ଅଛି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତଳ ଶବ୍ଦ ଗୁଡ଼ିକୁ ସଜାଡ଼ି ଏକ ଅର୍ଥପୂର୍ଣ୍ଣ ବାକ୍ୟ ଲେଖିବ। ସାଧନ ଅଗ୍ରସର ମୁଁ ଲକ୍ଷ୍ୟ ପଥରେ ଲାଗିଲି ହେବାକୁ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ତଳ ରୂଢ଼ିକୁ ବାକ୍ୟରେ ବ୍ୟବହାର କରି ଲେଖ। କଣ୍ଟା ବାଡ଼ରେ ଲୁଗା ପକାଇବା। ଏହାକୁ ବାକ୍ୟରେ ଲେଖିଲେ ହେବ ଯେ, ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ବନାନ ଦୃଷ୍ଟିରୁ ନିର୍ଭୁଲ ଶବ୍ଦ ବାଛି ଲେଖିବ। ଏଠାରେ ନିର୍ଭୁଲ ଶବ୍ଦଟି ହେଉଛି ଆବିଷ୍କାର। ଠିକ୍ ଅଛି। ଏଠାରେ ପ୍ରଥମଟି ହେଉଛି ସଠିକ୍, ତେଣୁକରି ଏଠାରେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଏକ ପଦରେ ପ୍ରକାଶ କର। ଗଣିତ ଯେ ଜାଣନ୍ତି ସେ ଗଣିତଜ୍ଞ, ସେହିପରି ଶାସ୍ତ୍ର ଯେ ଜାଣନ୍ତି ସେ ଶାସ୍ତ୍ରଜ୍ଞ। ଠିକ୍ ଅଛି। ଶାସ୍ତ୍ରଜ୍ଞ। ମୁଁ ଏଠାରେ ତାର ଉତ୍ତର ଦେଇଛି, ଲେଖିବ। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଲିଙ୍ଗ ପରିବର୍ତ୍ତନ କରିବ। ଏଠି ଅଛି ରାଜା, ଏଠି ଲେଖିବ ତୁମେ ରାଣୀ। ଠିକ୍ ଅଛି। ରାଣୀ ଲେଖିବ। ତାପରେ ଅଛି ଭିକାରୁଣୀ, ତୁମେ ଏଠି ଲେଖିବ ଭିକାରୀ। ତୁମେ ଏଠି ଲେଖିବ ଭିକାରୀ। ଠିକ୍ ଅଛି। ଭିକାରୀ ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତଳ ଶବ୍ଦମାନଙ୍କୁ ନେଇ ବାକ୍ୟ ଗଠନ କର। ପିଲାମାନେ ତୁମେ ବାକ୍ୟ ଗଠନ କରିବ। ଠିକ୍ ଅଛି। ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ସ୍କ୍ରିନ୍ରେ ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ତଳ ବାକ୍ୟଟିକୁ ବିରାମ ଚିହ୍ନ ଦେଇ ଲେଖିବ। এই ବାକ୍ୟଟିକୁ ବିରାମ ଚିହ୍ନ ଦେଇ ଲେଖିବ ପିଲାମାନେ। ଠିକ୍ ଅଛି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ବିଦ୍ୟାଳୟରେ ବଣଭୋଜି ଯିବା ପାଇଁ ବାପାଙ୍କ ନିକଟକୁ ଟଙ୍କା ପଠାଇବା। ବିଦ୍ୟାଳୟରେ ବଣଭୋଜି ଯିବା ପାଇଁ ବାପାଙ୍କ ନିକଟକୁ ଟଙ୍କା ପଠାଇବା ପାଇଁ ଏକ ପତ୍ର ଲେଖ। କିମ୍ବା ଦେଇଛି ପିଲାମାନେ ଯେକୌଣସି ଗୋଟିଏ କରିବ। ଠିକ୍ ଅଛି। ପାନୀୟ ଜଳର ସୁବ୍ୟବସ୍ଥା କରିବା ନିମନ୍ତେ ଏକ ନଳକୂପ ଖନନ ପାଇଁ ବିଡ଼ିଓଙ୍କ ନିକଟକୁ ଦରଖାସ୍ତ ଲେଖିବ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ସ୍କ୍ରିନ୍ରେ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି, ନିମ୍ନୋକ୍ତ ଯେକୌଣସି ପ୍ରସଙ୍ଗରେ 60ରୁ 80 ଶବ୍ଦ ମଧ୍ୟରେ ଅନୁଚ୍ଛେଦଟିଏ ଲେଖ। ବୃକ୍ଷ ହିଁ ଜୀବନ, କିମ୍ବା ଦେଇଛି ପିଲାମାନେ ନୂଆଖାଇ, ଯେକୌଣସି ଗୋଟିଏ ବିଷୟରେ ଲେଖିବ। 8ରୁ 10 ଧାଡ଼ି ମଧ୍ୟରେ ହେବ। ଠିକ୍ ଅଛି। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି।
ଧନ୍ୟବାଦ।